ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ମଧୁମୟ ନାମରେ ଆନ୍ତରିକ ନମସ୍କାର। ଆଉ ଏଇ ଜାଗା ନାଁ ହେଉଛି ବେର୍ସେବା ବା ଆଜିର ଡେଟ୍ରେ ୟାର ଗୋଟେ ଆଧୁନିକ ନାଁ ରହିଅଛି ଯାହା ନାଁ ହେଉଛି ତେଲ ବେର୍ସେବା। ବେର୍ସେବା ଆଉ ତେଲ ବେର୍ସେବା ଦୁଇଟା ଅଲଗା ନୁହେଁ, ଦୁଇଟି ଯାକ ଗୋଟିଏ ଜାଗାକୁ ବୁଝାଏ। ତେବେ ଏଇ ଜାଗା ବିଷୟରେ ଖାସ୍ ବିଷୟ କ'ଣ ରହିଅଛି ଯଦି ଆପଣ ଜାଣିବା ପାଇଁ ଚାହୁଁଛନ୍ତି ତେବେ ବାଇବେଲରେ ଆପଣ ପଢ଼ିପାରିବେ, ଦେଖିପାରିବେ। ଆଉ ଏଇ ଯେଉଁ ତେଲ ବେର୍ସେବା ବା ବେର୍ସେବା ଇଏ ହେଉଛି ଅବ୍ରାହମଙ୍କର ବିଷୟରେ ଲେଖା ଅଛି। ହଁ ପ୍ରିୟ ବନ୍ଧୁଗଣ, ଆଉ ଏଠାରେ ରହିଛି ଅବ୍ରାହମଙ୍କର ଘର ସମ୍ପୂର୍ଣ୍ଣ ନୁହେଁ, ଘର ଭାଙ୍ଗି ଯାଇଛି, କିନ୍ତୁ ଏହି ସ୍ଥାନରେ ଥିଲା ଅବ୍ରାହମଙ୍କର ଘର। କେଉଁ ଜାଗାରେ ଥିଲା ଆମେ ସେଇଟା ଦେଖିବା। ଆଉ ଏଇ ଜାଗାରେ ଅଛି ଅବ୍ରାହମଙ୍କର କୂଅ, ଯେଉଁଟା ଆଜି ଯାଏ ରହିଅଛି। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଅବ୍ରାହମଙ୍କର ଘର କେଉଁ ଜାଗାରେ ଅଛି ଏକ୍ଜାକ୍ଟଲି ଆମେ ଦେଖିବା। ଆଉ ଅବ୍ରାହମଙ୍କର କୂଅକୁ ମଧ୍ୟ ଆମେ ଦେଖିବା। ଏ ବିଷୟରେ ଅଲରେଡ଼ି ଗୋଟେ ଭିଡ଼ିଓ ରହିଅଛି ମୋର ଚ୍ୟାନେଲରେ, ଯଦି ଆପଣ ଚାହିଁବେ ଦେଖିପାରିବେ, କିମ୍ବା ଏଇ ଭିଡ଼ିଓରେ ମଧ୍ୟ ମୁଁ ଆଉ ଥରେ ଆପଣଙ୍କୁ ଦେଖାଇବି ଅବ୍ରାହମଙ୍କର ଘର କେଉଁଠି ଅଛି। ହଁ ପ୍ରିୟ ବନ୍ଧୁଗଣ, ଅବ୍ରାହମଙ୍କର ଘର କେଉଁ ଜାଗାରେ ଏକ୍ଜାକ୍ଟଲି କେଉଁ ଜାଗାରେ ରହିଛି। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀମାନେ, ଯଦି ଆପଣ ଚାହୁଁଛନ୍ତି ଦେଖିବା ପାଇଁ ତେବେ ଦେଖନ୍ତୁ। ଆଉ ଏଇ ଜାଗାରେ ଗୋଟିଏ ସୁଡ଼ଙ୍ଗ ମଧ୍ୟ ରହିଅଛି, ଯେଉଁଟାକି ଅବ୍ରାହମଙ୍କ ସମୟରେ ଖୋଦେଇ କରାଯାଇଥିଲା। ଆଉ ସେଇଟା ମଧ୍ୟ ମୁଁ ଆପଣଙ୍କୁ ଦେଖାଇବି ଏ ଭିଡ଼ିଓ ମାଧ୍ୟମରେ, ସେଥିପାଇଁ ଆପଣ ଭିଡ଼ିଓକୁ ଦେଖୁଥାନ୍ତୁ। ତେବେ ପ୍ରିୟ ବନ୍ଧୁଗଣ, ଅବ୍ରାହମଙ୍କର ଘର ବା ଅବ୍ରାହମଙ୍କ କୂଅ ଏ ସମସ୍ତ ବିଷୟ ଦେଖାଇବାର ଗୋଟେ କାରଣ ରହିଅଛି। କାରଣଟି କ'ଣ? ଯେପରି ଆପଣମାନଙ୍କର ବିଶ୍ୱାସ ଯେପରି ଆହୁରି ମଜବୁତ ହେବ, ମାନେ ପରମେଶ୍ୱରଙ୍କ ନିକଟରେ, ଆଉ ସେଥି ନିମନ୍ତେ ଏ ସମସ୍ତ ବିଷୟ ଦେଖାଇବା ଜରୁରୀ ଅଟେ। ଆଉ ଅନେକ ଖ୍ରୀଷ୍ଟିଆନ ବିରୋଧୀ ଯେଉଁମାନେ କି ବିରୋଧ କରନ୍ତି ବାଇବେଲକୁ, ଯେ ବାଇବେଲ କୌଣସି ରୂପେ ଏକ ମାନେ ସତ୍ୟ ପୁସ୍ତକ ନୁହେଁ ବୋଲି କହନ୍ତି, କିନ୍ତୁ ସେମାନଙ୍କୁ ମଧ୍ୟ ଜଣାଇ ଦେବାର ଅଛି ଯେ ପବିତ୍ର ଧର୍ମଶାସ୍ତ୍ର ବାଇବେଲ କୌଣସି ରୂପେ ମିଥ୍ୟା ନୁହେଁ, ଏହା ହେଉଛି ସତ୍ୟ ପୁସ୍ତକ ଅଟେ। ପରମେଶ୍ୱରଙ୍କ ମୁଖରୁ ନିର୍ଗତ ହେଉଥିବା ବାକ୍ୟ ଯେଉଁଟା ଲେଖା ଅଛି ପବିତ୍ର ଧର୍ମଶାସ୍ତ୍ର ବାଇବେଲ ଭିତରେ। ଆଉ ସେଥି ନିମନ୍ତେ ଏ ସମସ୍ତ ବିଷୟ ଦେଖାଇବା ଜରୁରୀ ଅଟେ। ହଁ ପ୍ରିୟ ବନ୍ଧୁଗଣ, ତେବେ ମୁଁ ଆପଣଙ୍କୁ ଯେଉଁ ସୁଡ଼ଙ୍ଗ ବିଷୟରେ କହୁଥିଲି, ଇଏ ହେଉଛି ସେଇ ସୁଡ଼ଙ୍ଗ। ଆଉ ଏଇଟା ଅବ୍ରାହମଙ୍କ ସମୟରେ ଖୋଦେଇ କରାହେଇଥିଲା। ଏଇ ସୁଡ଼ଙ୍ଗକୁ ଆପଣମାନେ ଦେଖିପାରୁଥିବେ। ଆଉ ଏହା ଭିତରେ ଆହୁରି ଅନେକ ରାସ୍ତା ରହିଅଛି। ଆଉ ଇଏ ହେଉଛି ଗୋଟେ ସୁଡ଼ଙ୍ଗ, ମାଟି ତଳେ ତଳେ ଏଇଟା ତିଆରି ହେଇଛି, ଯେଉଁଟାକି ଅବ୍ରାହମଙ୍କ ସମୟରେ ତାଙ୍କର ନଗର ନିକଟବର୍ତ୍ତୀ ଏକ ଜାଗାରେ ଏହି ସୁଡ଼ଙ୍ଗକୁ ତିଆରି କରାଯାଇଥିଲା ବହୁତ ବର୍ଷ ପୂର୍ବରୁ, ଯେଉଁଟାକି ଆଜି ମଧ୍ୟ ରହିଅଛି ପ୍ରିୟ ବନ୍ଧୁଗଣ। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀମାନେ, ଏଇଟା ଦେଖନ୍ତୁ, ଏଇ ସୁଡ଼ଙ୍ଗକୁ ଟିକେ ଲକ୍ଷ୍ୟ କରନ୍ତୁ। ଆଉ ଏଇଟା କେଉଁ ଜାଗାରେ ଯାଇକି ବାହାରିଛି ସେଇଟା ମୁଁ ବି ଜାଣେ ନାହିଁ, କାରଣ ଏଇ ସୁଡ଼ଙ୍ଗକୁ ମୁଁ ମଧ୍ୟ ଜୀବନର ପ୍ରଥମ ଥର ପାଇଁ ମୁଁ ବି ଦେଖୁଛି। ଏ ସୁଡ଼ଙ୍ଗକୁ ପୂର୍ବରୁ କୌଣସି ଭିଡ଼ିଓରେ କିମ୍ବା କେଉଁ ଜାଗାରେ ବି ମୁଁ ଦେଖିନଥିଲି।
ତେବେ এই ଭିଡ଼ିଓ କେମିତି ଲାଗୁଛି କମେଣ୍ଟ କରନ୍ତୁ। ଆଉ ଯଦି ଭିଡ଼ିଓ ପସନ୍ଦ ଆସୁଛି ତେବେ ଭିଡ଼ିଓକୁ ନିଶ୍ଚିତ ଭାବରେ ସେୟାର କରିବେ ଅନ୍ୟମାନଙ୍କ ସହିତ। ଆଉ ଯଦି ଚ୍ୟାନେଲକୁ ପ୍ରଥମ ଥର ପାଇଁ ଆପଣ ଆସିଛନ୍ତି ଏମିତି ଭିଡ଼ିଓ ଦେଖିବା ନିମନ୍ତେ ଚ୍ୟାନେଲକୁ ଆପଣ ସବସ୍କ୍ରାଇବ୍ କରି ରଖନ୍ତୁ। ହଁ ପ୍ରିୟ ବନ୍ଧୁଗଣ, ୱାଓ, ଏଠି ଗୋଟେ ପାହାଚ ମଧ୍ୟ ଅଛି। ଆଉ ଉପରକୁ ଏମିତି ଗଲା ପରେ ଆପଣ ଏଇଠି ବାହାରିବେ। ତେବେ ପ୍ରିୟ ବନ୍ଧୁଗଣ, ଚାଲନ୍ତୁ ଆମେମାନେ ଦେଖିବା ଅବ୍ରାହମଙ୍କର ଘର ଏବଂ ତାଙ୍କର ଘର ପାଖରେ ଥିବା ଏକ କୂଅ, ଯେଉଁଠି ସେ କୂଅ ଖୋଳେଇଥିଲେ ସେ କୂଅକୁ ଏବେ ଯାକେ ରଖାଯାଇଛି। ପ୍ରିୟ ବନ୍ଧୁଗଣ, ସେ କୂଅ ଏବେ ଯାକେ ଅଛି। ଆଉ ଏଇଟା ହେଉଛି ଅବ୍ରାହମଙ୍କର ଗାଁ ବା ଅବ୍ରାହମଙ୍କର ଜାଗା, ଯେଉଁଠି ସେ ରହୁଥିଲେ ଆଉ ଯେଉଁ ସ୍ଥାନରେ ପରମେଶ୍ୱର ଅବ୍ରାହମକୁ ଆଶୀର୍ବାଦ କରିଥିଲେ। ଆଉ ଇଏ ହେଉଛି ସେଇ ଜାଗା। ଆଉ ଅବ୍ରାହମ କେଉଁ ଜାଗାରେ କୂଅ ଖୋଳେଇଥିଲେ ଯଦି ବାଇବେଲରେ ଆପଣ ଦେଖିବା ପାଇଁ ଚାହୁଁଛନ୍ତି ତେବେ ଅଲରେଡ଼ି ଅବ୍ରାହମଙ୍କ କୂଅ ବିଷୟରେ ଏକ ସ୍ପେଶିଆଲ ଭିଡ଼ିଓ ମୋର ଚ୍ୟାନେଲରେ ଅଛି। ଆପଣ ଚ୍ୟାନେଲକୁ ଯାଇକି ଆପଣ ଦେଖିପାରିବେ ନିଶ୍ଚିନ୍ତ ଭାବରେ। ଏଇଟା ଦେଖନ୍ତୁ, ଏଇଟା ହେଉଛି ଅବ୍ରାହମଙ୍କର କୂଅ, ଆଉ ଯେଉଁଟା ସେ ଖୋଦେଇ କରିଥିଲେ ବା ଖୋଳେଇଥିଲେ। ଅବ୍ରାହମ ଖୋଳେଇଥିଲେ ଆଉ ପରେ ପଲିଷ୍ଟିୟମାନେ ସେ କୂଅକୁ ପୋତି ପକାଇଥିଲେ, ମାଟି ଭରି ଦେଇଥିଲେ। ତାଙ୍କ ପୁଅ ଇସାକ ପୁଣି ସେ କୂଅକୁ ପୁଣି ଥରେ ଖୋଳେଇଲେ। ପ୍ରଥମ କୂଅ ଖୋଳେଇଲେ ଆଉ ସେ ଦେଶର ମେଷପାଳକମାନେ ଝଗଡ଼ା କଲେ। ଦ୍ୱିତୀୟ କୂଅ ଖୋଳେଇଲେ, ସେ ଝଗଡ଼ା କଲେ। ତାପରେ ତୃତୀୟ କୂଅ ଖୋଳେଇବାରୁ ସେମାନେ ଝଗଡ଼ା କଲେ ନାହିଁ। ଝଗଡ଼ା ନ କରିବାରୁ ସେ ତାହାର ନାମ ରଖିଲେ ପ୍ରଶସ୍ତ ସ୍ଥାନ ବୋଲି ତା ନାଁ ରଖିଥିଲେ। ଆପଣ ଅବ୍ରାହମଙ୍କର କୂଅ ଦେଖିଲେ, ବର୍ତ୍ତମାନ ଆପଣ ଯାହା ଦେଖୁଛନ୍ତି ଇଏ ହେଉଛି ଅବ୍ରାହମଙ୍କର କୂଅ ପାଖରେ ଥିବା ଅବ୍ରାହମଙ୍କର ଘର ବା ଗୃହ, ତାଙ୍କର ଗାଁ ବା ଅବ୍ରାହମଙ୍କର ତାଙ୍କର ଯେଉଁଠି ସେ ରହୁଥିଲେ। ଆଉ ଏଇଟା ହେଉଛି ସେଇ ଜାଗା। ଏ ଘର ଗୁଡ଼ିକ ଭାଙ୍ଗିଗଲାଣି କିନ୍ତୁ ଜାଗା ଯେମିତିକୁ ସେମିତି ରହିଅଛି। ଆପଣ ଦେଖନ୍ତୁ, ତେବେ এই ଜାଗା ଆପଣଙ୍କୁ କିପରି ଲାଗୁଛି କମେଣ୍ଟ କରିକି ନିଶ୍ଚିନ୍ତ ଭାବରେ ଜଣାଇବେ କମେଣ୍ଟ ମାଧ୍ୟମରେ। ଆଉ ଅବ୍ରାହମଙ୍କର ଘର ଏଇ ଜାଗାରେ ଥିଲା। ଅବ୍ରାହମଙ୍କର ଘର ଗୃହଗୁଡ଼ିକ, ଅବ୍ରାହମଙ୍କର ଘରଗୁଡ଼ିକ ଏଇ ଜାଗାରେ ରହିଥିଲା। ଆଉ ଗୋଟେ କୂଅ ମଧ୍ୟ ଥିଲା ଘର ପାଖରେ। ତେବେ ଏଇ ଐତିହାସିକ ଜାଗାକୁ ଟିକେ ଦେଖନ୍ତୁ, ଆଉ କେମିତି ଲାଗୁଛି କମେଣ୍ଟ କରନ୍ତୁ। ଆଉ ଯଦି ଆପଣ ପ୍ରଥମ ଥର ପାଇଁ ଏଇ ଚ୍ୟାନେଲକୁ ଆସିଛନ୍ତି ତେବେ ଏମିତି ଭିଡ଼ିଓ ଯଦି ଆହୁରି ଦେଖିବା ପାଇଁ ଚାହୁଁଛନ୍ତି ତେବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖିଥାନ୍ତୁ। ଆଉ ଏଇ ଚ୍ୟାନେଲ ସହିତ କନେକ୍ଟେଡ଼ ରୁହନ୍ତୁ। ଫଳରେ ଆଗାମୀ ଦିନମାନଙ୍କରେ ଆମେମାନେ ବାଇବେଲ ରିଲେଟେଡ଼ ଆହୁରି ଅନେକ ଜାଗାଗୁଡ଼ିକ ଆମେ ଦେଖିବା। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀମାନେ, ବେର୍ସେବା ଯେମିତି ଆପଣଙ୍କୁ ଭିଡ଼ିଓ ଆରମ୍ଭରୁ ମୁଁ ଦେଖାଇଥିଲି, ତେଲ ବେର୍ସେବା ବା ବେର୍ସେବା, ଆଉ ଏଇ ଜାଗାରେ ରହିଥିଲା ଅବ୍ରାହମଙ୍କର କୂଅ ରହିଥିଲା, ଯେଉଁଟାକି ଆଜି ଅଛି। ଆଉ ଏହି ସ୍ଥାନରେ ବାସ କରୁଥିଲେ ଅବ୍ରାହମ, ତାଙ୍କର ପତ୍ନୀ, ତାଙ୍କର ସମଗ୍ର ପରିବାର, ଦାସ ଦାସୀ, ମାନେ ସବୁ ମିଶାଇ ଦେଲେ ବହୁତ ବଡ଼ ପରିବାର ହେବ। ସେମାନେ ସମସ୍ତେ ଏଇ ଜାଗାରେ ବସତି କରୁଥିଲେ ବା ରହୁଥିଲେ ଏ ଗୋଟେ ଜାଗାରେ।
ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଆପଣମାନେ ଦେଖିଲେ ଆଉ ଆପଣମାନେ ନିହାତି ଦେଖିବାକୁ ପାରିଲେ ଯେ ଅବ୍ରାହମଙ୍କର କୂଅ ଦେଖିଲେ, ଅବ୍ରାହମଙ୍କର ଜାଗା ମଧ୍ୟ ଆପଣ ଦେଖିଲେ ନିଶ୍ଚିତ ଭାବରେ। ତେବେ କେମିତି ଲାଗୁଛି କମେଣ୍ଟ କରିକି ନିଶ୍ଚିତ ଭାବରେ ଜଣାଇବେ। ଯଦି ଆମ ବାଇବେଲରେ ଆପଣ ଜାଣିବା ପାଇଁ ଚାହୁଁଛନ୍ତି, ଠିକ୍ ଅଛି, ମୁଁ କହିଦେଉଛି। ଆଦି ପୁସ୍ତକ ତା'ର 26 ପର୍ବ 15 ପଦରୁ 22 ପଦ ଭିତରେ, ଆଉ ଆଦି ପୁସ୍ତକ ତା'ର ସେଇ 26 ପର୍ବ 26ରୁ 33 ଏଇ ଭିତରେ ଯଦି ଆପଣ ପଢ଼ିବେ, ତେବେ ସେଠି ଅବ୍ରାହମଙ୍କର ଏଇ କୂଅ ବିଷୟରେ ଲେଖା ଅଛି। ଆଦି ପୁସ୍ତକ 26 ପର୍ବ 15ରୁ 22। ଏଣୁ ତାଙ୍କର ପିତା ଅବ୍ରାହମଙ୍କ ସମୟରେ ତାଙ୍କ ପିତାଙ୍କ ଦାସମାନେ ଯେଉଁ କୂପ ଖୋଳିଥିଲେ, ପଲେଷ୍ଟିୟ ଲୋକମାନେ ମୂର୍ତ୍ତିକା ଦ୍ୱାରା ସେସବୁ ପୋତି ପକାଇଲେ। ପ୍ରିୟ ବନ୍ଧୁଗଣ, ଅନନ୍ତର ଅବିମେଲେକ ଇସାକୁ କହିଲେ, ତୁମେ ଆମମାନଙ୍କ ନିକଟରୁ ପ୍ରସ୍ଥାନ କର, ଯେହେତୁ ତୁମେ ଆମମାନଙ୍କ ଠାରୁ ଅଧିକ ବଳବାନ ହୋଇଅଛ। ଏମିତି ଆପଣ ପଢ଼ି ପଢ଼ି ଯିବେ। ଯଦି 21 ପଦ ଦେଖିବେ, ଏଠି ଲେଖା ଅଛି, ଅନନ୍ତର ତାଙ୍କର ଦାସମାନେ ଆଉ ଏକ କୂଅ ଖୋଳନ୍ତେ ସେମାନେ ତହିଁ ପାଇଁ ମଧ୍ୟ ବିବାଦ କଲେ। ଏଇଟା ମଧ୍ୟ ଲେଖା ଅଛି। 22 ପଦ ଲେଖା ଅଛି, ପୁଣି ସେ ସେଠାରୁ ପ୍ରସ୍ଥାନ କରି ଅନ୍ୟ ଏକ କୂପ ଖୋଳିଲେ। ତହିଁ ନିମିତ୍ତ ସେମାନେ ବିବାଦ ନ କରିବାରୁ ତହିଁର ନାମ ରହବତ ପ୍ରଶସ୍ତ ସ୍ଥାନ ରଖିଲେ, କାରଣ ସେ କହିଲେ, ଏବେ ସଦାପ୍ରଭୁ ଆମମାନଙ୍କୁ ସ୍ଥାନ ଦେଲେ, ଆମ୍ଭେମାନେ ଦେଶରେ ବର୍ଦ୍ଧିଷ୍ଣୁ ହେବା। ଦେଖନ୍ତୁ ପ୍ରିୟ ବନ୍ଧୁଗଣ, ଏଠି କୂଅ ବିଷୟରେ ଲେଖା ଅଛି। ଆପଣ ଯେଉଁଟା ଦେଖିଲେ ସେଇଟା ହେଉଛି ସେଇ କୂଅ। ଏଇଟା ହେଉଛି ବେର୍ସେବା। ଏଇ ଜାଗା ନାଁ ହେଉଛି ବେର୍ସେବା, ଆଉ ଏହାର ଆଧୁନିକ ନାଁ ହେଉଛି ତେଲ ବେର୍ସେବା, ଯେଉଁଟାକି ଆଜି ଯାଏ ରହିଅଛି ଏକ ସାକ୍ଷ୍ୟ ସ୍ୱରୂପେ, ଯେମିତି ଆମେମାନେ ସମସ୍ତେ ଯେମିତି ବିଶ୍ୱାସ କରୁ। ନମସ୍କାର ପ୍ରିୟ ବନ୍ଧୁଗଣ, ଆଜିର ଭିଡ଼ିଓକୁ ଆମେ ଏଇଠି ରଖିବା। ଭିଡ଼ିଓ ଭଲ ଲାଗିଥିଲେ ସେୟାର କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ପୁଣି ଭେଟ ହେବା ଆପଣ ସହିତ ଆଉ ଗୋଟେ ଭିଡ଼ିଓରେ, ଆଉ ଗୋଟେ ଅଧ୍ୟାୟରେ। ସମସ୍ତଙ୍କୁ ନମସ୍କାର।